ଗାଲାକନ କମ୍ପାନୀରେ ନିଯୁକ୍ତି ଦାବିରେ ଧାରଣା ଦେଇଥିବା ଭୂମିହରା କୃଷକ ଏକତା ମଞ୍ଚର ମହିଳା ଓ ଶିଶୁଙ୍କ ଉପରେ ଠିକାଦାରଙ୍କ ଦାଦାଗିରି। 20ରୁ 30 ଜଣ ଯୁବକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମହିଳା। ଦୀର୍ଘ 11 ଦିନ ହେଲା ଆୱାରସେଲ ପ୍ରକଳ୍ପ ପାଇଁ ଜମି ହରାଇଥିବା ଭୂମିହରା କୃଷକ ଏକତା ମଞ୍ଚ ନିଯୁକ୍ତି ଦାବିରେ ଧାରଣା ଦେଇଥିଲେ। ଏପରିକି ଆନ୍ଦୋଳନରେ ଛୋଟ ପିଲା ଓ ମହିଳା ମଧ୍ୟ ସାମିଲ ଥିଲେ। ମାତ୍ର ଆୟୁସେଲର ଠିକା ସଂସ୍ଥା ଗାଲାକନ ସ୍ଥାନୀୟ ଏକ ଠିକାଦାରଙ୍କ ଦ୍ୱାରା ଜବରଦସ୍ତି ଜେସିପି ଲଗାଇ ଏହି କାର୍ଯ୍ୟ କରାଇ ନେବା ପାଇଁ ଉଦ୍ୟମ କରିଥିଲେ, ଯାହାକୁ ବିରୋଧ କରିଥିଲେ ଧାରଣା ଦେଇଥିବା ଭୂମିହୀନ କୃଷକ ଏକତା ମଞ୍ଚ। ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଅଭୟଚାନ୍ଦପୁର ଥାନା ପୋଲିସ ପହଞ୍ଚି ମହିଳାମାନଙ୍କ ଉପରେ ଜୁଲୁମ କରୁଥିବା ଯୁବକମାନଙ୍କୁ ସେଠାରୁ ଘୋଡ଼ାଉଥିଲେ। ପରେ ଆନ୍ଦୋଳନକାରୀ ମହିଳାଙ୍କ ପକ୍ଷରୁ ଅଭୟଚାନ୍ଦପୁର ଥାନାରେ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ କେସ୍ ନମ୍ବର 88/20 ଓ ଦଫା 294, 506, 509, 34 SC/ST ଆକ୍ଟ ଲଗାଇ କେସ୍ ଦାୟର କରାଯାଇଛି। ସ୍ଥାନୀୟ ଠିକାଦାର ବିଶ୍ୱଭୂଷଣ ରାଉତରାୟଙ୍କୁ ତୁରନ୍ତ ଗିରଫ କରାନଗଲେ ଶତାଧିକ ମହିଳା, ପୁରୁଷ, ଛୋଟ ପିଲା ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି। ମୁଁ ବିଣାପାଣି ଶ୍ୟାମଲ ବଗଦିଆ ଗ୍ରାମ ପଞ୍ଚାୟତ ଗ୍ରାମବାସୀ। ଆମେ ଦୀର୍ଘ 11 ଦିନ ହେଲା ଏ ଭୂମିହରା କୃଷକ ଏକତା ମଞ୍ଚ ତରଫରୁ ଗଣଧାରଣା ଦେଇଛୁ ଶାନ୍ତିପୂର୍ଣ୍ଣ ଭାବରେ। ଏଠି ଯେଉଁ ଗାଲାକନ କମ୍ପାନୀ ଆସିଛି ଯେ ତାର କାମ ଦେଇଛି ଲିଟୁ କବାଡ଼ିଆ, ଯେ ତମ୍ଭା ପିତ୍ତଳ ଚୋରି କରିକି 500 କୋଟି ଟଙ୍କାର ମାଲିକ, ସେ କେଉଁଠୁ ଆସିବ ପଣାସରୁ ଆମେ ଭୂମି ହରାଇଛୁ। ଆମର କିଛି ନାଁ ନାହିଁ କି ଗାଁ ନାହିଁ। ସେ ଆଜି ସକାଳେ ହଠାତ୍ ଆସି ତାର 50-60 ପିଲାଙ୍କୁ ଆଣି ମଦ୍ୟପାନ କରି ଆମ ଜାତି ଉପରେ ଯେଉଁ ଅଶ୍ଳୀଳ ଭାଷାରେ ଗାଳି ଦେଇଛି। ମୋର ଯେଉଁ ମା ଭଉଣୀ ମୋ ସଂଗଠନରେ ଅଛନ୍ତି, ମୁଁ ତାଙ୍କର ନେତୃତ୍ୱ ନେଉଛି ଯେ ଭୂମିହରା କୃଷକ ଏକତା ମଞ୍ଚ ତରଫରୁ। ମୋତେ ସେ ଧମକ ଦେଲା, ତୋତେ ମାରିଦେବି, ତୋ ସ୍ୱାମୀକି ମାରିଦେବି, ତୋତେ ଟେକି ନେଇଯିବି। ଯେ ଏଭଳି ଭାଷା କହିଲା ତାହା ଆପଣମାନଙ୍କ ଆଗରେ କହିହେବନି। ମୋ ଜାତି ପ୍ରତି ଭାରି ଅନ୍ୟାୟ ହେଇଛି। ମୁଁ ମୋର ଏଠିକାର ପ୍ରଶାସନ ଯେ ପୋଲିସ ମାନଙ୍କୁ ଅନୁରୋଧ କରୁଛି ଯେ ମୁଁ ତା ନାଁରେ ଲିଟୁ କବାଡ଼ିଆ ନାଁରେ FIR ଦେଇଛି। ମୋର IIC ସାର୍ ସେ FIRକୁ ରିସିଭ୍ କରିଛନ୍ତି, ରିସିଭ୍ କପି ମଧ୍ୟ ମୋତେ ଦେଇଛନ୍ତି। ମୋର ଦାବି ଲିଟୁ କବାଡ଼ିଆ ଆଗାମୀ ଗତକାଲି ସୁଦ୍ଧା ଯଦି ଆରେଷ୍ଟ ନ ହୁଏ ତାହେଲେ ମୁଁ ଆଗାମୀ ଦିନରେ ହଜାର ହଜାର ମହିଳା ଆଣି ଏ ଥାନା ଘେରାଉ କରିବି। ମୁଁ ଏହା ନିଷ୍ପତ୍ତି ନେଇଛି ଯେ ସେ ତୁରନ୍ତ ଆରେଷ୍ଟ କରାଯାଉ ତାକୁ। ସତରେ ଠିକାଦାର ବିଶ୍ୱଭୂଷଣ ରାଉତରାୟଙ୍କ ଏହି 20-30 ଗୁଣ୍ଡାକୁ ନେଇ ଯେଭଳି ପଦକ୍ଷେପ ଗୁଡ଼ିକୁ ନେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ପ୍ରଶାସନ ସମୟ ଥାୟଙ୍କୁ ଏହା ଉପରେ ପଦକ୍ଷେପ ନ ନେଲେ ଆଗକୁ ଏକ ଭୟଙ୍କର ରୂପ ନେବ ବୋଲି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ପାରାଦୀପରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ, ଜନତା ଜିନ୍ଦାବାଦ।